মাটি ঘর লাগে আমো সুরা সুরা ସାନ ଟୋକାଟା ଘର ଛାଡ଼ି ସବୁଦିନ ପାଇଁ ଚାଲିଗଲା। ଆଉ ଥରୁଟେ ଏବେ ମତେ ଦେଖା କରି ଆସିଲାନି। ଏଇଠି ଭୋକଟେ ହେଇଥିଲା। ଗୋଟିଏ ଦିନ ଶୀତୁଆ ସନ୍ଧ୍ୟାରେ ମୁଁ ରୋଷେଇ କଲାବେଳେ ମୋ ପାଖକୁ ଆସି ମୋ କାନି ଧରି କହିଲା, ନୂଆ ବୋଉ, ଏଇ ଜନ୍ମରେ ତମେ ଆମକୁ କେବେ ପର କରିବନି ତ? ହେଲେ ଆଜି ଆପେ ଆପେ ପର ହେଇଗଲା। ମତେ ଲାଗୁଛି ଏଇ ଜନ୍ମରେ ମୁଁ ଆଉ ତାକୁ କେବେ ଦେଖା କରିପାରିବିନି। ହଁ, ମୋ ସହିତ ତାର କେବେ ଦେଖା ହବନି। ଦିଦି ଦିଦି শাড়ি? হ্যাঁ, কাই মু তো দেখিনি। দেখিল? হে ভগবান, 30,000 টঙ্কার পাট শাড়িটা এ ঘর ভিতর পাদ ଥିଲା, সে ঘর ভিতর বাহারକୁ চলি গলা। শাড়িটা কিয়ে নেলা, কোন পাই নেলা? শুনো দিদি, এ শাড়িটা যদি ন পায় তাহলে মো মুঠটা খরাপ হইଯିବ, খারাপ হইଯିବ। ঘরে চোরি হবা না, এটা প্রথম থর। শাড়িটা কি হব? কে নেব? আর সেই কথা তো মু পচারছি, শাড়ি নেলা কিয়ে? দেখে মা, তু পাটো শাড়ি আনিଛୁ এ কথা মু জানিছি। হেলে তু মতে বিশ্বাস কর, সে শাড়িটাকে মু দেখিনি। হে ভগবান! হেটি অপা, তবে কোন কইল? শাড়ি দেখিন? নাই। আরে ব্লু কালার শাড়িটা তবে দেখিন না? নাই, জম্মা দেখিন। এ শুনা, শাড়ি যদি মিলিলা তো ভালো কথা। আর যদি শাড়ি মন না মিলি, তাহলে এ ঘরে মু নিয়া লগাই যাবি। মুন্ডা খারাপ হইছিল, মু পাগল হই যাবি। এ মা, এ কোন এতে টেনশন রে পুরা ঘিরি ঘিরি হউছো? আর টেনশন হবি না, এতি কোন খুশি রে নাচিবি। 30,000 টাকার পাট শাড়ি এ ঘর ভিতর মতে চোরি করে দেইছি। হ্যালো মা, এতে টেনশন কাই হউছো? এ তো মামা কো পচারনো, মামা কো পচার কোন রখি দেইছো? ইরে খোঁজি খোঁজি ঘরটা তারা থকি পড়িলেনি। এলে কোউঠি পাউ? কোউঠি পাউনি। এ সন্দেশ্বরী, শাড়িটাও জমা পাইবনি। কাই পাইবিনি? নাই নাই, কাই কি পাইবিনি? শাড়িটা কোন বাহারକୁ পড়াইলানি না বাহারে যাই কোউঠি বিক্রি হই সাইলানি? আরে ওসা কোহতো, সে শাড়িটা কোউঠি আছে? কোহতো অকল, সে শাড়ি কোউঠি আছে? কোহতো অকল, কোহতো। তাহলে মু পাগল হই যাবি। কোহতো মৌসা, সে শাড়িটা কিয়ে দেলা? কিয়ে তাকে বাহারে বিক্রি করছে? আরে কোহতো। মু জমা কই পারিবিনি। কইলা মে সবু ঘিরি ঘিরি এমিতি এপটা সেপটা এই গোলমাল হইଯିବ। ইয়ে কুয়াড়ে কুয়াড়ে যাব, মু জমা কই। শুনো তো অকল, যদি কথাটা তুমি ন কই ঘিরি ঘিরি ন করি পারিব, তাহলে এ ঘর 7 তলা পানি 7 তলা পক্ষ মু অলগা করিবি। শাড়ি যদি ন মিলি, তাহলে মু এ ঘরে সুইসাইড করিবি। ওই আপনি সুইসাইড করিব? ভিনাই, এ ঘন্টটা ভলিয়া ঠিয়া কাই হেই জবা। এ কহি দও না তুমি। ওসা কহি দিও তো, সে শাড়িটা ঘরু কিয়ে দেলা, কিয়ে চুরি করছে? কহি তো, কহি তো। সত কথাটা যেতে খোঁজিলে বি শাড়িটাও পাই পারিবু না। শাড়িটা অলবত পাইব আমি। তুমি খালি সে লোকটার না কই দিও। আউ মু তা অবস্থা এমিতি করিবি যে জীবনরে আউ চোরি না ধরিবনি। অকল বাতালি গাইকু কহি দিও তো মৌসা, সে শাড়িটা কিয়ে চুরি করছে, কিয়ে বিক্রি করছে? কোন কল কোন শাড়ি কে? আরে এ জোর মুহটা এতে টানা, এতে পরেবি। শাড়িটাকে নেকি বেগ রে পুরেকি গিরি গিরি হেলা বেলে তো যেମିତି ସେ ଭାବୁଛି କେହି କିଛି ଦେଖି ନାହାନ୍ତି। ଓହୋ, ଏଟା କଥା ସିଧା ନ ଭୁଲେଇ ବାଲେଇ କହୁଛ, ମୁଁ କିଛି ବୁଝି ପାରୁନି।
ଏଇ ସଦା ଶାଢ଼ୀ ମୁଁ ଚୋରି କରିଛି ମୋ ଶାଢ଼ୀ ଇଏ ମୋ ସାନ ଚା ନୁହଁ ବିଶ୍ୱାସ କରନ୍ତୁ ୟାକୁ ମୋ ସାନ ଭଉଣୀ ବୋଲି ଭାବେ ଆର ଶାଢ଼ୀଟାକୁ ମୁଁ ଚୋରି କରିବି ବିଶ୍ୱାସ କରନ୍ତୁ ମଉସା ସେ ଶାଢ଼ୀଟାକୁ ମୁଁ ଜମାରେ ଦେଖିନି ଆପଣ ବିଶ୍ୱାସ କରନ୍ତୁ ସତରେ ଦେଖିଲୁ ନାଇଁ ତୁ ଜମାରୁ ଦେଖିଲୁ ଆମ ଭିଣେଇ କଣ୍ଠରେ ମିଛ କହୁଛନ୍ତି ମୁଁ ଅଙ୍କଲ ତାଙ୍କ ଜୀବନରେ କେବେ ମିଛ କହିଛନ୍ତି ନା ଅଛି କହିବେ ବା ଫାର୍ଷ୍ଟ ଟାଇମ୍ ପାଇଁ ତ ଯାହା ମତେ ଆଜି ମିଛ ବୋଲି କହିଦେଲା ବୁଝିଲା ଫାର୍ଷ୍ଟ ଟାଇମ୍ ପାଇଁ ଆରେ ମା ମୋ ପାଟିରେ ସତ କଥା ଛଡା କେବେ କିଛି ବାହାରେ ବାହାରେ ଧୀରେ ଧୀରେ କରି ଆଜି ମିଛ କହିଦେଲା ଫାର୍ଷ୍ଟ ଟାଇମ୍ ପାଇଁ ଟିକେ ଆପଣ ମିଛ କହିନପାରନ୍ତି ହେଲେ ମୁଁ ବି ସତ କହୁଛି ମୁଁ ସେ ଶାଢ଼ୀ ବିଷୟରେ କିଛି ଜାଣିନି ମୁଁ ସେ ଶାଢ଼ୀକୁ ଦେଖିନି ଦେଖିଲୁ ନାଇଁ ସବୁ ଦେଖିଛୁ ଏଇଥିରେ ଜଣା ପଡିଯିବ ତତେ ଖାଲି ମଦ ଦରକାର ମଦ ମାରି ତ ମୋର ମୁଁ ସତ କଥା ବାହାର ବାହାଘରର 17 ବର୍ଷ ହେଇଗଲାଣି ମୁଁ ଶ୍ରଦ୍ଧାକୁ ପଦଟି କଥା ବି କହିନି ଅଥଚ ତମେ ତା ପିଠିରେ ଲାତ ମାରିଦେଲ ଯେ ମୋ ଛାତିରେ ହାତୁଡ଼ି ପିଟିଦେଲା ହାତୁଡ଼ି ପିଟିଦେଲ ଇଏ କାହିଁକି ତ ସ୍ତ୍ରୀ କି ମାଡ ମାଇଲି ବୁଝିବାକୁ ଚେଷ୍ଟା କରିଛୁ ତୋର ଏଇ ଯୋଉ ଗୁଣବନ୍ତ ସ୍ତ୍ରୀ ଇଏ ମୋ ଝିଅର ଶାଢ଼ୀଟାକୁ ବା ଚୋରି କରିଛି ମୋ ଶ୍ରଦ୍ଧା ତମ ଝିଅର ଶାଢ଼ୀ ଚୋରି କରିଛି ନାଇଁ ମାଉସୀ ଏଇ ଜନ୍ମରେ କେବେ ମୋ ସହିତ ଏମିତି ପାପ କରିପାରିବନି ଏ ବାପା ଚୋରି କରିପାରିବନି କଣ ରେ ବାପା ଚୋରି କରିଛି ଚୋରି କରିବାଟା ମୋ ନିଜ ଆଖିରେ ଗିରି ଗିରି କରି ଦେଖ ମଉସା ଆପଣଙ୍କ ଆଖି ଖରାପ ହେଇପାରନ୍ତି ଆପଣ ଜଣେ ଅନ୍ଧ ମୁଁ ନିଶ୍ଚିତ ଯେ ଆପଣ ଜଣେ ପାଗଳ ମୁଁ ପାଗଳ ଆପଣଙ୍କ ମୁଣ୍ଡ ଠିକ ଥାନ୍ତା ତାହେଲେ ମୋ ନୂଆ ବୋଉ ସସ୍ମିତାର ଶାଢ଼ୀ ଚୋରି କରିଛି ବୋଲି କେବେ ବି କହିନଥାନ୍ତି ପୁଣି ମୋ ନୂଆ ବୋଉକୁ ଚୋରି କରିବାର ସାହସ କଲେ କେବେ ଯାଏ ମୋ ସ୍ୱାମୀ ଆଇଲାଣି ହେଇଟି ଶୁଭେନ୍ଦୁ ବୁଝାଇ ଦେ ଟିକେ ପୁରା ଝିରି ଝିରି କରି ବୁଝା ଏଠି ବା ଧନ ତମ ପାଇଁ ତମେ ଯୋଉ ମୋ ପାଇଁ 30,000 ଟଙ୍କାର ପାଟ ଶାଢ଼ୀ ଆଣିନଥିଲ ସେ ଶାଢ଼ୀଟା ତମ ଭାଉଜ କୁଆଡ଼େ ବିକ୍ରି କରିଦେଇଛନ୍ତି କାହିଁକି ବିକ୍ରି କରିଦେଇଛନ୍ତି କାହିଁକି ବିକ୍ରି କରିଦେଇଛନ୍ତି ଏମିତି ତ ଚଢି କଥାବାର୍ତ୍ତା କରୁଛ ମୁଁ ନରମୀ କଥାବାର୍ତ୍ତା କରି ତମ ଉପରେ ଚଢିଯିବ ତାହେଲେ ଶୁଣ ସ୍ୱାମୀ ମହୋଦୟ ସେ 30,000 ଟଙ୍କାର ପାଟ ଶାଢ଼ୀଟା ମୁଁ ବିକିଲି ତମ ଭାଉଜଙ୍କ ଆଖିରେ ପଶିଯିବ ତାଙ୍କ ଦେହ ଶୋଇବନି ସେଇଥିପାଇଁ 30,000 ଟଙ୍କାର ପାଟ ଶାଢ଼ୀକୁ ସେ ବାହାରେ ବିକ୍ରି କରିଦେଇଛନ୍ତି ଖୁବ୍ ଭଲ କରିଛନ୍ତି ଏ କଥା ତମେ କହୁଛ ଏ କଥା କହିବାକୁ ତମେ କି ଏଇଠି ଜୋଇଁ ପୁଅ ଏ ତମେ କଣ ମୋ ଝିଅରେ ଏତେ ବଡ଼ କଥା କହୁଛ ନାଇଁ କଣ ଏତେ ବଡ଼ କଥା କହୁଛ ମୁଁ ତ କିଛି ବୁଝିପାରୁନି ଇଏ ମୋ ଝିଅ ହଉଛି ତମ ସ୍ତ୍ରୀ ତମ ସ୍ତ୍ରୀର ଶାଢ଼ୀଟା ଚୋରି ହେଇଛି ଅଥଚ ଏ କଥାକୁ ତମେ ସହୁଛ କେମିତି ତମେମାନେ ଯେତେ ଜୋରରେ ଚିଲେଇ କହିଲେ ବି ମୋ ନୂଆ ବୋଉ ସୁସ୍ମିତାର ଶାଢ଼ୀ ଚୋରି କରିଛି ବୋଲି ନା ମୁଁ ଏବେ ବିଶ୍ୱାସ କରିଛି ନା ବଞ୍ଚିବା ଯାଏଁ ବିଶ୍ୱାସ କରିବି କାହିଁ ବିଶ୍ୱାସ କରିବନି ନାଇଁ କାହିଁକି ବିଶ୍ୱାସ କରିବନି ଇଏ ଶ୍ରଦ୍ଧାଙ୍କ ଜୀବନରେ କେବେ ଚୋରି କରିନି କରିଛି ସଦା ଅନେକ ଥର ଚୋରି କରିଛି ମାଉସୀ ମାନଙ୍କର ମୋ ପକେଟରୁ ଅନେକ ଥର ଟଙ୍କା ଚୋରି କରିଛି ମାଉସୀ ଚାଉଳ ଚୋରି କରି ସେମାନଙ୍କର ଇଚ୍ଛା ପୂରଣ କରିଛି ମାଉସୀ ମୋ ଘରୁ ଧାନ ଚୋରି କରି ସେମାନଙ୍କର ଇଚ୍ଛା ପୂରଣ କରିଛି ମାଉସୀ ଅନେକ ଥର ଚୋରି କରିଛି
ମୁଁ ପକେଟରୁ ଟଙ୍କା ବାସ୍ ସେଇ ଅଭାବ ଏ ସେଇ ଅଭାବକୁ ପୂରଣ କରିବାକୁ ଯାଇ ଏ ଶ୍ରଦ୍ଧା ମୋ ଝିଅର ଶାଢ଼ୀଟାକୁ ଚୋରି କରିଛି। ତମେ ମାନେ ବହୁତ ପାଇଗଲ ମୁଁ ବହୁତ ସହିଗଲି। ପୁଣି ଥରେ ମୋ ନୂଆ ବୋହୂକୁ ଚୋରି ବୋଲି କହିଛ ଆମ ଦୁଇ ଜଣକୁ ମାରି ମାରି ଘରୁ ବିଲୋପ କରିଦେବେ। ବିଲୋପ କହିଦେ ବିଲୋପ ସ୍ୱାମୀ କହିଲେଣି ଆମକୁ ମାରି ମାରି ବିଦାୟ କରିଦେବେ। ସୁସ୍ମିତା ସିଏ କାହିଁକି ବାଡ଼େ ବାଡ଼େ ଆମ ଘେରି ଘେରି କରିବେ ଚାଲ ପାଳ ହାରି ପଳେଇବା। ଶୁଣ ସୁସ୍ମିତା ତମ ମା ଝିଅକୁ ମୁଁ ଶେଷ ଥର ପାଇଁ କହିଦେଉଛି ପୁଣି ଥରେ ମୋ ନୂଆ ବୋହୂକୁ ଚୋରି ବୋଲି କହିଛ ପରିସ୍ଥିତି ବଡ଼ ଭୟଙ୍କର ହବ। କଣ କରିବ ଚଢି କଣ କଥା ବତାଉଛ ମୁଁ ପଚାରୁଛି କଣ କରିବ ତମେ କଣ କରିବ ସେଇଟା ତମେ ପରେ ଜାଣିବ। କଣ କରିବ ମାରିବ ନା କଣ କରିବି ମାଟ ମାରିବ ମାରିବ ତ ମାରିଲା ଦେଖିଆ ମାରିଲ ହେ ମାରିବ ମାରିବ ଏଟା ଅସମ୍ଭବ କଥା ନୁହେଁ ସୁସ୍ମିତା। ଶୁଭ ନାଇଁ ହେଇ ଏ ମାରିବା କଥା କହିଲେଣି ଆମେ ଘରେ ରହିବ ତମେ ଆମେ କାହିଁକି ଘରେ ରହିବା ଯଦି ଏତେ ମାଡ଼ ଗୋଳ ହବେ ଘିରି ଘିରି କରି ଚାଲ ବାହାରକୁ ପଳେଇବା। ଏ ମୁଁ ବି ଆଗେ ଘରେ ରହିବି ଏ ଯୋଉ ଘରେ ନ୍ୟାୟ ନାହିଁ ବିଚାର ନାହିଁ ସେ ଘରେ ବୋମା ରଖେଇ ପଡି ଏ ଜମା ନୁହଁ ମାମା ମୋ କଥା ଶୁଣ ହେ କିଛି ଶୁଣିବିନି ତୋ ସ୍ୱାମୀ ଠାରୁ ମାଡ଼ ଖାଇବାକୁ ତୁ ଏ ଘରେ ପଡିଥା ହେଲେ ମୁଁ ଆଉ ରହିବିନି ମୁଁ ପଳେଇଯିବି ଆଉ କେହି ଖେଳ ପଳେଇଯିବି ଗୋଟାଏ କଥା ମନେ ରଖ ମିଷ୍ଟର ଶୁଭେନ୍ଦୁ ଗୋଟାଏ କଥା କାନ ଖୋଲି ଶୁଣି ରଖ ଯଦି ମୋ ମାମା ଆଉ ଅଙ୍କଲ ଏ ଘରେ ନ ରହନ୍ତି ତୋର ସବୁଦିନ ପାଇଁ ମୁଁ ଏ ଘର ଛାଡ଼ି ଚାଲିଯିବି। ତୁ ଏଇ ଘରେ ରହିବୁ ତୋ ମାମା ବାପା ବି ଏଇ ଘରେ ରହିବେ ତମେ ସମସ୍ତେ ସୁଖ ଶାନ୍ତିରେ ରହିବ ଶାନ୍ତିରେ ରହିବ। ସତ କଥା ଯେତେବେଳେ ଜଣା ପଡ଼ିଲା ସତକୁ ଯେତେ ଲୁଚେଇ ରଖିଲେ ବି ସତଟାକୁ କଣ କେହି ଲୁଚେଇ ପାରିବ। ଏହାର ଶାଢ଼ୀଟା ମୋର ଭାରି ଲୋଭ ହେଲା କାରଣ ମୋ ସ୍ୱାମୀ ତ ଏତେ ଟଙ୍କାର ଶାଢ଼ୀ ଜୀବନରେ କେବେ ମୋ ପାଇଁ ନେଇ ଆସିପାରିବନି ସେଇଥିପାଇଁ ମୁଁ ସେ ଶାଢ଼ୀଟାକୁ ଚୋରି କରିଛି ମୋ ପାଇଁ ଗୋଟେ ଭଲ ଶାଢ଼ୀ ନେଇ ଆସିବି। ନାଇଁ ସତା ନାଇଁ ମାନିଲା ତମେ ମିଛ କହୁଛ କହିଦିଅ ସଦା ତମେ ମିଛ କହୁଛ କହିଦିଅ ସଦା ତମେ ମିଛ କି ମିଛ କହିବି କଣ ପାଇଁ ମିଛ କହିବି ମଉସାଙ୍କ ଆଗରେ ପୁରା ମୋ ଚୋରିଟା ଧରା ପଡ଼ିଛି ଚୋରି ଯିଏ କରେ ତାକୁ ଦଣ୍ଡ ମିଳେ ମୁଁ ତମ ସମସ୍ତଙ୍କୁ ହାତ କରୁଛି ଆସ ସମସ୍ତେ ମିଶି ମତେ ଦଣ୍ଡ ଦିଅ ହେ ଚୁପ କର ଆମେ କେତେ ମାରିବୁ ମୁଁ ପଚାରୁଛି ଆମେ କାହିଁକି ତତେ ମାରିବୁ ବରଂ ଏ ଘରର ମୁରବି ଯିଏ ସିଏ ତତେ ମାରିବ ବୁଝିପାରୁନୁ ଏ ଘରର ମୁରବି ପରା ତା ସ୍ୱାମୀ ତା ସ୍ୱାମୀ କଣ ହାତ ଉଠାଇ ତାକୁ ମାଡ ମାରି ପାରିବ ଏଇଠି ମାମା ସେ ଯଦି ତାଙ୍କ ସ୍ତ୍ରୀକୁ ନ ମାରି ପାରିବ ସ୍ତ୍ରୀ ବୋଲି କହି ତାକୁ ଯଦି ଛାଡ଼ିଦେବେ ତାହେଲେ ଏ ଘରେ ନିଅ ଲଗେଇ ଦେବି ନିଅ ଆଉ ଶାଶୁର ବି ଗୋଟେ କଥା ମନେ ରଖ ତେରସୁର ମହାଶୟ ତମେ ସାନ ଭାଇକୁ ମୁଁ କୋର୍ଟରେ ଯାଇ ଡିଭୋର୍ସ ଦେବି କାହାରିକୁ କାହାକୁ ଡିଭୋର୍ସ ଦେବା ଦରକାର ନାହିଁ ମୁଁ ମାଡ଼ ମାରିବି ମୁଁ ମୋ ସଦାକୁ ମାଡ଼ ମାରିବି ଆରେ ଶୁଭ ଯେତେବେଳେ ଦୋଷୀଟା ନିଜ ମୁହଁରେ ସ୍ୱୀକାର କରିସାରିଲାଣି ସେ ନିଜେ ଚୋରି କରିଛି ମୁଁ ଏ ଘରର ମୁରବୀ ହିସାବରେ ମୁଁ ଏମାନଙ୍କୁ ନ୍ୟାୟ ଦେବି ମୁଁ ଆଜି ତାକୁ ମାଡ଼ ମାରିବି ରେ ଶୁଭ ମୋ କଥାଟା ଟିକେ ଶୁଣିବାକୁ ଚେଷ୍ଟା କର ବାବୁ ତମେ ମିଛ କହୁଛ କରିଦିଅ ବାବୁ ତମେ ମିଛ ଚାଲ ମୋର ଛାଡ଼ି କାହିଁ ଚାଲ ମୋର ଛାଡ଼ି କାହିଁ ଚୋରି କରି
ତମେ ଖୁସି ଥାଅ ମୋ ସଦାକୁ ମୋ ହାତରେ ମୁଁ ମାଡ଼ ମାରିଛି ଯାଆନ୍ତୁ ଘର ଭିତରକୁ ଚାଲି ଯାଆନ୍ତୁ ମନ ଖୁସିରେ ଘର ଭିତରକୁ ଯାଆନ୍ତୁ ନା 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 ये घरे पा गोटाई मुहूर्त भी होइबी काई की रहबी से कथा मते पछानो अरे जे साड़ी चोरी होला कले टक्का चोरी हेबो आ तापरे म सोना भी चोरी हेबो ସେଟା ସେ ଘର ଭିତରୁ ଗଲେ ଚୋରି ହବ ମୁଁ ନା ଆଜିଠୁ ସେ ଘର ଭିତରକୁ ଜମା ଯିବିନି ମୁଁ ଏଇଠି ରହିବି ଆଉ କାହାର କିଛି ଚୋରି ହବନି କିଛି ଚୋରି ହବନି ଶାଢ଼ୀ ନେବ ଶାଢ଼ୀ 30,000 ଟଙ୍କାର ଶାଢ଼ୀ ମାତ୍ର 30 ଟଙ୍କାରେ ଶାଢ଼ୀ ନେବ ଶାଢ଼ୀ ଶାଢ଼ୀ ନେବ ଶାଢ଼ୀ 30,000 ଟଙ୍କାର ଶାଢ଼ୀ ମାତ୍ର 30 ଟଙ୍କାରେ ଆସ ଆସ अबे ए शाड़ीटा तो सुस्मिता मु ताको किणी देथि ମୁଁ କି ଜାଣିବା देबा सारे ନେଇଗଲା सुस्मिता हां बैठी अछि अछि बा औरा सेई शाड़ी तो अरे तम पाई मु किणी की आनी थी चिनी पाइलो ना भगवान हमा ये नहीं आई करू एटा मो साड़ी मोरबा मु जानी छी एटा तम शाड़ी दबा अरे बापा ଶାଢ଼ୀ ମିଳିଗଲା ଆଉ କିଛି ନାଇଁ ଗିରି ଗିରି ହେଲା ମୁଁ ଏବେ ଧୀରେ ଆସୁଛି मौसा 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 ଆପଣ ଏଠି ବସନ୍ତୁ ଆପଣ ଏଠୁ ଚାଲିଗଲେ ସବୁ ଉଲ୍ଟା ପାଲ୍ଟା ଇରେ ବାପା ବୋ ଏଠି ବସିଲେ ବସି ପଡ଼ ଆରେ ତମର ଗୋଡ଼ ହାତ ବନ୍ଦ ଥିବ କେତେ ଦୂର ଚାଲିକି ଆସିଲାଣି ପାଦ ସବୁ କାଟୁଥିବ ଆମ ଘର କେତେ ଦୂର ନା अबे चुप उल्टा पाल्टा कथा न कहि कोई शाड़ीटा कोठू पाई कबे ଏ ବିଏ ମତେ ଦିଲ ଏ ମୁଁ ପରା କାଇଁ ତମର କୁଆଡ଼େ ଗଲା ଏ ତମ ତ ସ୍ତ୍ରୀ ଅଛି କି ତାର ନିଜ ଭାଇ ରକ୍ତର ଭାଇ ମାନେ ଏ ଯୋଉ ମଶାଣି ଚଣ୍ଡୀ ନାଇଁ ତାର ପୁଅ এইটা হচ্ছে মশানি চণ্ডী ଆଉ এইটা ହେଲା ଚଣ୍ଡୀ ଚଣ୍ଡୀ ସାଧକ ଏ ଚଣ୍ଡୀ ସାଧକ ନାଇଁ ଏ ଶାଢ଼ୀଟାକୁ ଆମ ଘର ଗୋଟେ ସିନ୍ଦୁକ ଭିତରେ ତାଜା ପକେଇ ରଖିଥିଲା ବେଶୀ କହିବୁ ତା ଚପଲ ତ ପାଟିରେ ପଶିବ ଦାନ୍ତ ଭିଡ଼େଇ ଭାଇ ମୁଁ ନା ମୁଁ ଏ ଶାଢ଼ୀକୁ ତମ ପାଇଁ ଉଦ୍ଧାର କରିକି ଆଣିଛି अरे बाबा मिछा 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 सब सब सत हाँ मो पाखे सब सतर प्रमाण अच्छी देखो देखो ए देखो आईफोन चारू भाई ए देखो एवं नाम नियो मिस्टर घुसुरिया धरे ये बाबा ये बाबा ये बाबा तमे शाड़ी चोरी करी मो नुआ बहू को चोरी करी लो कौन ताई नुआ बहू को अपमान कर कौन ताई ये बुढ़ा लोग को काटी तमे ताकू मारा खुआई लो कौन ताई आज तुमको ऐसी शाड़ी ये बाबा सुन रे बाबा अरे बाबा मो नाटा सिना घुसुरिया घरे आपको ने मोला गुस्सा ये बाबा ओ प्रकृति तो एया
ଆକୁ କନ୍ଦେଇବି ତାକୁ ମାଡ଼ ଖୁଆଇବି ଏ ନ କଲେ ମୋ ଭାତ ହଜମ ହବନି ମୁଁ କ'ଣ କରିବି କହିଲୁ ଏ ବାପା ଏତେ ଏ ବାପା ମୁଁ ଏକୁଟିଆ କର ନା ଏଥିରେ ଆହୁରି 2 ଜଣ ସମ୍ପୃକ୍ତ ଅଛନ୍ତି ହଁ ବାପା ଏ ବାପା ମୋର ସବୁ ମଙ୍ଗିଗଲି ଆଉ କିଛି ନାହିଁ ମୁଁ କାନ ଧରିକି ବସ୍ ଉଠଉଛି ବାପା ଏ ବାପା ମୁଁ ଏ ଘରକୁ ଆଉ ବିଲକୁଲ ଆସିବିନି ଯୋଉଦିନ ପାଦ ପକାଇବି କୁକୁର ଭଳିଆ ମାରିବ ପୁରା କୁକୁର ଭଳିଆ ଏ ବାପା ମତେ କ୍ଷମା କରେ ବାପା ଏ ବାପା ନହେଲେ ତମକୁ ମୁଁ ମାରି 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 ସୁବିଧା ହେଇଯା জয়প মতে সস্মিতা এসেছি ତମେ ଏଠି ଅଛ ଶୁଣ ଶୁଣ ଟିକେ କୁହ କ'ଣ ପାଇଁ ଏମିତି କଲ କ'ଣ ପାଇଁ ଏମିତି କଲ বিশ্বাস করে ମୁଁ ଏମିତି କରିନି କିଛି କରିନ ତମେ ତ ସାଧାରଣ ନାରୀ ଆଜି ତମକୁ ମାରି ମାରି ଘଣ୍ଟା জয়প ଓ ଛରେ জয়প আমার কথা শুনো ମୁଁ କିଛି କହୁନି ବୋଲି ମୋ ଝିଅକୁ তুমি ଢେର ମାରିଲଣି ଆଉ ଥରେ ମାରିଲ ନାଇଁ ନାଇଁ ଆଉ ଥରେ ମାରିଲ କ'ଣ କରିବ ତମକୁ ବି ଆଜି ମୁଁ ମାରିବି ତମେ ମୋ ନୂଆ ବୋଉକୁ ଚୋରି ବୋଲି କହିଲ ତମକୁ ଆଜି ମାରି ମାରି ଘରୁ ବିଦା କରିଦେବେ अरे यही तो शिक्षा अरे यही तो पाठ पढ़ा महासमाज शाशु पर तो हाथ उठाऊ ठीक छी छी तो पाठ पढ़ा ମୁଁ ଯାହା କରିଛି କିଏ କରିଛି ଭାଇ ଏମାନେ 2 ଜଣ ଦଣ୍ଡ ପାଇବା ଉଚିତ ଭାଇ ଦଣ୍ଡ ପାଇବା ଉଚିତ ଏମାନେ ଆଜି ମୋ ନୂଆ ବୋଉକୁ ଚୋରି ବୋଲି କହିଛନ୍ତି ତାର କିଛି ଭୁଲ ନଥାଏ ତାକୁ ଅସମ୍ମାନ କରାଯାଇଛି ସେ ମୋ ମା ଓ ତାଙ୍କ ପୁଅ ଆଉ ଯଦି କେହି ତାଙ୍କୁ ଅସମ୍ମାନ କରନ୍ତି ତାଙ୍କୁ ଉଚିତ ଦଣ୍ଡ ମିଳିବ ଭାଇ ଉଚିତ ଦଣ୍ଡ ମିଳିବ ଏ ଶୁଭ ତୁ ମତେ ସ୍ନେହ କରୁନା ତୁ ମୋ କଥା ରଖିବୁ ନା ଆରେ ଆମ ପାଖକୁ ଏ ଶୁଭ ତୁ ମତେ କଥା ଦେ କେବେ କୌଣସି ଦିନ ଏମାନଙ୍କୁ କିଛି କହିବୁନି ଏମାନଙ୍କୁ ଦେ ତୁ ମତେ କଥା ଦେ ମତେ ପ୍ରଭୁ ତମର କୋଉ କଥା ଏ ଶୁଭ ରଖିନି ଆଜି ବି ତମ କଥା ରହିବ ପ୍ରଭୁ ତମ କଥା ନିଶ୍ଚୟ ରହିବ ରଖ କିଏ ପୁଣି କହୁଛି ତମ ଭାଉଜର କଥା ସବୁ ଯାକ ରଖ ହେଲେ ଏ ଘରେ ଆଉ ଗୋଟାଏ ମୁହୂର୍ତ୍ତ ବି ମୁଁ ରହିବିନି ଏବେ ଏଇ ମୁହୂର୍ତ୍ତରେ ଏ ଘର ଛାଡ଼ି ସବୁଦିନ ପାଇଁ ମୁଁ ଚାଲି ଯିବି କ'ଣ ହେଲା ବୋମା ଘର ଛାଡ଼ି ଚାଲିଯିବ କଥା କହୁଛନ୍ତି ଏଇଠି ପାଇଛେ ମୋ ସ୍ୱାମୀଙ୍କର ଆଉ ଗୋଟେ ଝିଅ ସହିତ ଚୋରା ପିରାତି ଅଛି ମୋ ସ୍ୱାମୀ ଆଉ ଗୋଟେ ଝିଅକୁ ବାହା ହେଇଛନ୍ତି ନାଇଁ ବୋମା ନା ମୋ କଥାଟା ଆପଣଙ୍କୁ ଶୁଣି ଖରାପ ଲାଗିଲା ନା ମୋ ସ୍ୱାମୀ ମୋ ମାଥାରେ ସିନା ସିନ୍ଦୁର ଦେଇଛନ୍ତି ମୋ ହାତରେ ଶଙ୍କା ବି ଦେଇଛନ୍ତି ହେଲେ କଣ ହବ ସବୁ ଯାକ ଅଧିକାର ସେ ଟୋକିକି ଦେଇ ଦେଇଛନ୍ତି ହେଲେ ମୁଁ ଏ ଘରେ ରହିବି କାହିଁକି ମୋ ସ୍ୱାମୀକୁ ଡିଭୋର୍ସ ଦେଇ ଏଇ ମୁହୂର୍ତ୍ତରେ ଏ ଘର ଛାଡ଼ି ମୁଁ ଚାଲିଛି ନାଇଁ ବୋମା କାହାରି କୁଆଡ଼େ ଛାଡ଼ିକି ଯିବା ଦରକାର ନାହିଁ ହେଲେ ଘର ଛାଡ଼ି ଚାଲିଯିବ କ'ଣ ପାଇଁ ଆରେ ସୁସ୍ମିତା ତୁ ଏସବୁ କ'ଣ କହି ଯାଉଛୁ କିଏ ସେ ଝିଅଟା କିଏ କହିଲୁ କିଏ କାହା ସହିତ ସମ୍ପର୍କ ଶୁଣିଲୁ ତ ହେ ଭଗବାନ ହେ ମାମା କିଏ ସେ କଥାଟା କହିବା ଏକଦମ ଭୁଲି ଯାଇଛି ପର୍ଦା ଫାସ ନ କଲେ ଏଗୁଡ଼ା ଚାଲିବେ କେମିତି ହେଇଟି ଦେଢ଼ଶୁର ମହାଶୟ ସେ ଆଉ କେହି ନୁହନ୍ତି କିଏ ସେ ତମ ସହଧର୍ମିଣୀ ସ୍ତ୍ରୀ ଦିଅର ଭାଉଜର ଚୋରା ପିରାତି
ତମ ଭିତରେ ଆଜି ପାପ ସବୁ ଏବେ কথাରେ କହିଲେ ବଡ଼ ମା ପୁଅର ସମ୍ପର୍କଟା ପାପର ସମ୍ପର୍କ ହେଇଯିବ। ମୁଁ କଣ ତମେ ଜାଣିଛ, ତମେ ମୁଁ ଠିକ ଜାଣିଛି। ଆମ ମା ପୁଅଙ୍କ ସମ୍ପର୍କ କଣ ବଡ଼ ଭାଇ ଠିକ ବୁଝିଛନ୍ତି। ଉପରବାଲା ଦେଖୁଛି, ଉପରବାଲା ଦେଖୁଛି। ତ ବଡ଼ ତ କାଲିରେ ମତେ ସବୁବେଳେ ଗୋଡ଼ାଇ ରଖିଥାଲ ବାବୁ। चली जाओ, घर भीतर के चली जाओ। जम्मा जिबिनी केते गोटाई मुहूर्त भी रहिबी ये पे घर बाहर जाई मामा काई बडे तो जोर चिल्लाउछु कहलु पर चली जबो कोड नहीं नहीं कोड चली जबो कोन ई मो झियो जा आखिरे देखिला सैया कोइला जोटा काने रे सुनिला सैडा भी कोइला अब तमे तो चपरा चंद्रसेना किछि देखि परना कि किछि सुनि परनो ई भाई भी कृष्ण सजई स्त्री की राधा सजई ये घरटा को बरानो कबरी कर साइलानी कोन आसी कोन आलिया कि कहउछ मामा कोला जेतबे एति मो अधिकार मते मिलला मो अधिकार ता ताको भाउच को मिली गल से घरे मो सम्मान नहीं इज्जत नहीं ए घरे मो करबे नहीं आई चालू लो बसागे जीवा जाए ये घर छाड़ी जीवा जाए गोटे कथा ओ कथा तो जो देड़सुर ए सब कथा भाई की न्यायटा करूची घर भीतर रही देखि की जीवा आज आलु गाई बाहर को गली घर जा रे घर भीतर मुझे विचार कर मेरे सुनो। बहुमार मन जितेबले आनंद बस जाइछि से आनंदटा जन्म रे आ जीवन रे सुनो बरम भूल हबो सदा ए घर सबदिन पाई चली जाओ सदा चली जाओ মনটা টিকে শুনো বড় ভাই মনটা টিকে শুনো এ বাবু সকালে তো আমি ছাড়ি চালু যাব सदा कलाबे तो मु किछि भी नहीं पर ए मेडिसिन रखी था सो सरी गला पर देबाकू कोई बसी आली तो ना गति सदा एटा मोर शेष देखा तमे
दादी मो किसी भी छोड़ी पारे या किसी सही पारे তবে কেতে কোন কই নেবে ওই করে চোপাই রই পারে রই পারে মেনে পড়ে পড়ে চলে 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 রবো এ রবো তো জানে রবো এই শুভ নবো কোনো সেই উপরওয়ালা को डाक रे শুভ সেই উপরওয়ালা को डाक আর জন্ম তো যেতে ও পেটুর জন্ম নেব কে যাব সম্পর্কକୁ পাপর সম্পর্ক বলে কইবে কে কইবে তো তো পেটুর জন্ম ডাক রে শুভ এ রবো সেই भूल जाती थी कौन कहे से बबुआ की हुई खुशी मैं जाती थी मारी शिकार में श्रावण की हुई खुशी सबरे भजलरे परे मणिष दिए ममतार खाली दिए देश सेरे भजलरे परे मणिष दिए ममतार खाली दिए देश रक्तକୁ କରି ମରା ଝର 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 জন্মরাঠিরা ঝরা 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 জন্মরাঠিরা ঝরা 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 জন্মরাঠিরা ঝরা 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 জন্মরাঠিরা রবো